ସମସ୍ତ ଚାଷୀ ଭାଇମାନଙ୍କୁ ପୁଣି ଥରେ ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ଆଉ ଆସୁନ ଆଜି ଗୋଟେ ଏନ୍ତା କିଛି ବିଷୟରେ ଆମେ ଜାନ୍ମା ଯାହାକି ଆପଣ ବହୁତ କିଛି ଧାନ ବିହନ ବିଷୟରେ ଶୁଣିଥିବେ ଜାଣିଥିବେ। ହେଲେ ଆଜି କିଛି ଆପଣଙ୍କ ଲାଗି ଆମେ ଗୋଟେ ଡିଫରେଣ୍ଟ କିସମ ଧାନ ବିହନ ବିଷୟରେ ଆଜି ଆପଣଙ୍କୁ ବୁଝାମୁ। ଆଉ ଆପଣ ତ ବାହାଲ ଜମି ମାଲ ଜମି ସବୁ ଜମି ଲାଗି ଧାନ ମାନେ ଜାଣିଛନ୍, ହେଲେ ଆପଣଙ୍କ ଲାଗି ଗୋଟେ ଆଣ୍ଟ ଜମି ଲାଗି ଆଜି କିଛି ଧାନ ଆପଣଙ୍କ ଲାଗି ନେଇ ଆସିଛୁଁ। ଇ ଧାନଟା ଆପଣ ଏଇ ଆଣ୍ଟ ଜମି ମନକେ କରିପାରିବେ, ଯାହାକି ଆପଣ ଖାଲି ପଡ଼ି ରହୁଥିଲା ଯେନ୍ ଜମି କି ପଡ଼ିଆ ରହୁଥିଲା ସେ ଜମିରେ କିଛି ଧାନ ଦୁଇଟା ଆମେ ଅମଲ କରିପାରମା ଆଉ କିଛି ଲାଭ ପାଇପାରମା। ଆସୁନ ଏଇ ଧାନ ବିଷୟରେ ଆମେ ଟିକି ନେଇକରି ଜାନମା। ଆଉ ସେ ଧାନଟା ମାନେ କେତେ ଦିନିଆ ଧାନଟା କେତେ ଅମଲ ହେଇପାରସି କେନ୍ତା ହେସି ଆସୁନ ଟିକି ନେଇକରି ସବୁ ବୁଝମା। ସମସ୍ତ ଚାଷୀ ଭାଇମାନଙ୍କୁ ମୋର ତରଫରୁ ପୁଣି ଥରେ ସ୍ୱାଗତ। ଆସୁନ ଆମେ ଜାନମା ଆପଣମାନେ ଜାଣିଥିବେ ଯେନ୍ଟାକି ଜମି ତାର ଡିଫରେଣ୍ଟ ଜମି ଅଛି, ଯେନ୍ଟାକି ଆଠୁଆ ଜମି, ମାଲୁଆ ଜମି, ମଧ୍ୟମ ବାହାଲ ଜମି ଏବଂ ପୁରା ବାହାଲ ଜମି। ଇ ଭଳିଆ ଜମି ଲାଗି ଆପଣମାନେ ଇ ଖରିଫ ଋତୁରେ ସବୁବେଳେ ଚାଷ କରସନ୍। ଆଉ ଭିନ୍ନ କମ୍ପାନୀର ଭିନ୍ନ ଧାନ ଆପଣମାନେ ବିଭିନ୍ନ ପ୍ରକାର ଡ୍ୟୁରେସନର ପକେଇ ଦେଇସନ୍, ଯେନେ ଯେତ୍କି ଦରକାର ସେତ୍କି ଦିନିଆ ଧାନ ପକାସନ୍। ଏବେ ଯେନ୍ ଆମେ ଆଲୋଚନା କର୍ମା ଯେନ୍ଟାକି ଆପଣମାନେ ଯେନ୍ ଚାଷ କରୁଛନ୍ ଆଠ ଜମି ମାନେ ଯେନ୍ ରହିଯାଉଛେ ଆପଣଙ୍କର ଯେନ୍କି କମ୍ ପାଣି ରହୁଛେ ବା ପାଣିକେ ଆଶ୍ରା କରିକି ଯେନ୍ ଜାଗାରେ ଚାଷ କରୁଛନ୍, ତ ସବୁ ଆଠଟା ମାନେ ପଡ଼ିଆ ପଡ଼ିଛେ ସେ ଜାଗାରେ କେନ୍ତା ଆମେ ଧାନ କମେଇକରି ବା ଧାନ ବୁନିକରି ଦି ପଇସା ପାଇପାରମା ସେ ଭଳିଆ ଧାନ ଆଜି ଆମେ ଆପଣଙ୍କ ଲାଗି ନେଇ ଆସିଛୁଁ। ଅଳ୍ପ ପାଣିରେ ଅଳ୍ପ ସାରରେ ଆପଣଙ୍କୁ ଅମଲ ଦେଇ ପାରୁଥିବା, ଯେନ୍ଟାକି ଆପଣ ଜମିମାନେ ପଡ଼ିଆ ପଡ଼ୁଥିବା ସେ ଭଳିଆ ଜମିରେ ଆପଣମାନେ ଚାଷ କରିବେ। ଦେଖୁନ୍ ପହିଲା ଆମର ପାଖେ ଅଛେ ଷାଠିଆ ବୋଲି ଧାନଟେ, ଯେନ୍ଟାକି 90 ଦିନିଆ ଧାନଟେ। ସେ ଜଷ୍ଟ ତାକେ ଆପଣ ବୁଣିଦେବେ ଏବଂ ବେଶୀ ତ ସାର ନି ଖାଏ, ସେ ପାଣିରେ ହେଇଯିବା ଥରେ ଦୁଇଥର ଯଦି ସାର ମାରିଦେଲେ ସେ ଧାନଟା ଅଟୋମେଟିକ୍ କମ୍ ଦିନେ ଅଧିକା ଅମଲ ପାଇପାରିବେ। ଆପଣଙ୍କୁ ଯେନ୍ ପଡ଼ିଆ ପଡ଼ୁଛେ ଜମି ସେ ଜାଗାରେ ଆପଣ ଆଟୁଆ ଜମିରେ ସେ ଜାଗାରେ ଆପଣ ବୁଣି ଦଉନ୍ ଏ ଷାଠିଆ ଧାନ, ନିଶ୍ଚିତ ମାତ୍ରାରେ ସେନେ ଧାନ ହେଇକରି ଆପଣ ନିହାତି ଭାବରେ ଅଧିକା ଅମଲ କରିପାରିବେ। ଆଉ ଗୋଟେ ଯେନ୍ଟାକି 2 ନମ୍ବରରେ ଆଇବା ଆମର ସାନ ଭୀମ ବୋଲିକିରି, ଯେନ୍ଟାକି ଇଟା ବି ଗୋଟେ 100 ଦିନିଆ ଧାନଟେ, ଯେନ୍ଟାକି ଅଳ୍ପ ପାଣି ଅଳ୍ପ ପରିଶ୍ରମ ଅଳ୍ପ ଖର୍ଚ୍ଚରେ ଆପଣଙ୍କର ଆଠୁଆ ଜମି ଲାଗି ପରଫେକ୍ଟ ଅଛେ। ଯେନ୍ ଜାଗାରେ ପଡ଼ିଆ ପଡ଼ୁଛେ ଇ ସାନ ଭୀମ ଧାନକେ ଆପଣମାନେ ଦେଇକରି ନିହାତି ଭାବରେ ଅମଲ କରିପାରିବେ, ଅଧିକା ଅମଲ ଆରାମସେ ହେବା। ଆଉ ଗୋଟେ ଆମର ପାଖେ ଅଛି ଯେନ୍ଟାକି 3 ନମ୍ବର ଖଣ୍ଡଗିରି ଧାନ ବୋଲିକି ତ ସମସ୍ତେ ଜାଣିଛନ୍, ଯେନ୍ଟା କମ୍ ପାଣି ହଉଛେ, ମେଲା ଭଟା ସୁଖା ଭଟା ଇ ଭଳିଆ ଜମିରେ ଇ ଖଣ୍ଡଗିରି ଧାନକେ ଦେଇଥିସନ୍। ତାର ଦାନା ତ ମୋଟା ମୋଟା ରହୁଛେ, ଲମ୍ବା ଲମ୍ବା ରହୁଛେ, ତାର ଓଜନଦାର ରହୁଛେ, ଅମଲ ବି ଭଲ୍ ଦେସି। ଯାର ଫଳରେ କି ଗୋଟେ ଚାଷୀ ଭାଇ ଇ ଖଣ୍ଡଗିରି ଧାନକେ ବହୁତ ଦିନ କରି ଆସୁଛେ। ଚାଷୀ ବି ନେଇ ଜାନବାର ତାଙ୍କର ଜମିକେ ପଡ଼ିଆ ପକେଇ ଦେଇଛନ୍, ଚାଷ କରି ନି ପାରବାର କାଁଥିରଲାଗି କରମୁ ପାଣି ତ ହେବାରନି ବୋଲିକି ଇ ଭାବନା ରଖି ଚାଷ ବି ନେଇ କରବାର। ଯଦି ଏନ୍ତା ଭାବୁଛନ୍ ନିହାତି ଭାବରେ ଇ ଖଣ୍ଡଗିରି ଧାନକେ ଦେଇକି ଦେଖୁନ୍ ନିହାତି ଅମଲ କରିପାରବେ। ଆଉ ଗୋଟେ ଯେନ୍ଟାକି 4 ନମ୍ବରରେ ଆମର ଅଛେ ଯୁଗରାଜ ଧାନ, ଯେନ୍ଟାକି ଡାଲୁଆରେ ତ ବହୁତ ବଢ଼ିଆ ଅଛେ। ଆମର ଇ ଖରିଫ ଋତୁରେ ବି ବହୁତ ବଢ଼ିଆ ହେବା, ଯେନ୍ଟାକି କମ୍ ପାଣିରେ ଅଳ୍ପ ପାଣିରେ ଇ ଯୁଗରାଜ ଧାନଟା ହେଇପାରୁଛେ। ଆପଣଙ୍କର ମାଲୁଆ ଜମି ଲାଗି ପରଫେକ୍ଟ ଧାନ ଯୁଗରାଜ, ଯେନ୍ଟାକି ଆପଣଙ୍କୁ କମ୍ ଖର୍ଚ୍ଚରେ ଅଧିକା ଅମଲ ଦେଇପାରୁଛି। କୌଣସି ମାତ୍ରାରେ ବି ଇ ଧାନକୁ ରୋଗ ଲାଗିନି ପାରେ। ଆଉ ଗୋଟେ ଯେନ୍ଟାକି ସବସେ ବଢ଼ିଆ ଧାନ ବୁଲେଟ ଧାନ, ଯେନ୍ଟାକି ରବି ଋତୁରେ ତାର କ୍ୱାଲିଟି ରିଜଲ୍ଟ ଦଉଛେ, ସମସ୍ତଙ୍କନୁ ହାଇଷ୍ଟ ରିଜଲ୍ଟ ଦଉଛେ। ଇ ଟାଇମରେ ଯଦି ଆପଣଙ୍କର ମାଲୁଆ ଜମି ଅଛେ ତ ଇ ବୁଲେଟ ଧାନ ବି ଦେଇପାରବେ, ଯେନ୍ଟାକି ତାର ସମୟ ସୀମା ରହୁଛେ 100 ରୁ 105 ଦିନ। ଯୁଗରାଜ ଧାନ ଆର୍ ଇ ବୁଲେଟ ଧାନର ସମୟ ସୀମା ସମାନ ରହୁଛେ। ଆପଣମାନଙ୍କର ଯେ କମ୍ ପାଣିରେ ରହୁଛେ, ଜଲ୍ଦି ଅମଲ କରବାର୍ ଲାଗି ଚାହୁଁଛନ୍ ତ ଇ ବୁଲେଟ ଧାନ କରିକି ଦଉନ୍, ନିହାତି ଭାବରେ ଲାଭବାନ ହେବେ। ଏବେ ଯେନ୍ 5ଟା ଧାନ ଯେନ୍ଟା କନାକି ଷାଠିଆ ଧାନ, ସାନ ଭୀମ ଧାନ, ଖଣ୍ଡଗିରି, ଯୁଗରାଜ ଏବଂ ବୁଲେଟ ଇ 5ଟା ଭେରାଇଟି ଆପଣମାନେ ଆପଣଙ୍କର ମାଲୁଆ ଜମି ଲାଗି ପରଫେକ୍ଟ ଅଛେ। ଯେନ୍ଟା ପାଣି ନି ରହିବାର ଅଳ୍ପ ପାଣି ରହୁଛେ, ଇ ଭଳିଆ ଆଣ୍ଟମାନଙ୍କୁ ବୁନିକି ଦେଖୁନ୍। ଖର୍ଚ୍ଚ ତ ବହୁତ ମାତ୍ରାରେ କମ୍ ଲାଗ୍ବା ଏବଂ ଲାଭଟା ବହୁତ ସାରା ହେବା। ଯଦି ବି ଇ ଧାନର ନାଁ ତ ନାଇଁ ଶୁନିଥିବେ କି ନାଇଁ ଜାନିଥିବେ, ଇ ଧାନକେ ଆପଣମାନେ ଯଦି ବି ପାଖର ଦୋକାନରେ ନାଇଁନ ତ କହୁନ୍, ଆର୍ ଆପଣଙ୍କର ଜମିକେ ପଡ଼ିଆ ନେ ପକଉନ୍, ନିହାତି ଭାବରେ ଇ ଧାନ ବୁନି ଦଉନ୍, ଅମଲ କରିକିରି ନିହାତି ଭାବରେ ଲାଭବାନ ହେବେ। ବର୍ତ୍ତମାନ ତ ଆମେ ଆପଣଙ୍କୁ ଶୁଣାନୁ ଦେખાନୁ କିଛି ଧାନ ବିଷୟରେ ଆପଣ ଜାଣିଲେ, ଯାହାକି 3 ମାସ ଭିତରେ ବା 110 ଦିନ ଭିତରେ ଅମଲ ହେଇପାରୁଥିବା ଇ ଧାନ ଗୁଡ଼ାକ ଆପଣ ଆପଣଙ୍କ ଆଣ୍ଟ ଜମି ମନକେ ଲଗେଇ ପାରବେ ଆଉ ନିହାତି ଭାବରେ ଲାଭବାନ ହେଇପାରବେ। ଏନ୍ତା ଏକା ସବୁବେଲେ ଚାଷ ରିଲେଟେଡ୍ ଯାହା ବି ଭିଡ଼ିଓ ଦେଖବାର୍ ଲାଗି ହେଲେ ଆପଣ ଆମର ଚ୍ୟାନେଲକେ ସବସ୍କ୍ରାଇବ୍ କରୁନ୍, ଲାଇକ୍ କରୁନ୍ ଆଉ କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ନିହାତି ଜଣାବେ। ଧନ୍ୟବାଦ।